हर हर महादेव। 22 ଜାନୁଆରୀ 2026 ଗୁରୁବାର, ମାଘ ମାସ ଶୁକ୍ଲପକ୍ଷ ଚତୁର୍ଥୀ, ରାତ୍ରି 2 ଘଣ୍ଟା 14 ମିନିଟ୍ ସମୟ ପର୍ଯ୍ୟନ୍ତ ରହିବ। ନକ୍ଷତ୍ର ଶତଭିଷା, ଦିବା 2 ଘଣ୍ଟା 58 ସମୟ ପର୍ଯ୍ୟନ୍ତ ରହିବ। ସୂର୍ଯ୍ୟୋଦୟ 6 ଘଣ୍ଟା 27 ମିନିଟ୍, ସୂର୍ଯ୍ୟାସ୍ତ 6 ଘଣ୍ଟା 3 ମିନିଟ୍, ଚନ୍ଦ୍ରୋଦୟ 9 ଘଣ୍ଟା 24 ମିନିଟ୍, ଚନ୍ଦ୍ରାସ୍ତ 9 ଘଣ୍ଟା 26 ମିନିଟ୍। ଯମଗଣ୍ଡ 7 ଘଣ୍ଟା 13 ମିନିଟ୍ରୁ 8 ଘଣ୍ଟା 34 ମିନିଟ୍, ଦୁର୍ମୁହୂର୍ତ୍ତ 10 ଘଣ୍ଟା 50 ମିନିଟ୍ରୁ 11 ଘଣ୍ଟା 33 ମିନିଟ୍, 3 ଘଣ୍ଟା 9 ମିନିଟ୍ରୁ 3 ଘଣ୍ଟା 53 ମିନିଟ୍। ଅଭିଜିତ ମୁହୂର୍ତ୍ତ 12 ଘଣ୍ଟା 16 ମିନିଟ୍ରୁ 1 ଘଣ୍ଟା, ଅମୃତକାଳ 7 ଘଣ୍ଟା 5 ମିନିଟ୍ରୁ 8 ଘଣ୍ଟା 43 ମିନିଟ୍, 6 ଘଣ୍ଟା 59 ମିନିଟ୍ରୁ 8 ଘଣ୍ଟା 35 ମିନିଟ୍, ବ୍ରହ୍ମ ମୁହୂର୍ତ୍ତ 5 ଘଣ୍ଟା 37 ମିନିଟ୍ରୁ 6 ଘଣ୍ଟା 25 ମିନିଟ୍। 22 ଜାନୁଆରୀ 2026 ଗୁରୁବାର, ରାହୁ ଅପରାହ୍ନ 1 ଘଣ୍ଟା 59 ମିନିଟ୍ରୁ 3 ଘଣ୍ଟା 20 ମିନିଟ୍ ସମୟ ପର୍ଯ୍ୟନ୍ତ ରହିବ। ଚନ୍ଦ୍ରମା କୁମ୍ଭ ରାଶିରେ ସଞ୍ଚାର କରିବ। ମେଷ ରାଶି, କାମରେ ଉତ୍ସାହ ରହିବ, ଆର୍ଥିକ ଲାଭର ସମ୍ଭାବନା ରହିଛି। ପରିବାର ସହ ସମୟ କଟିବ, କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଓ ସକାରାତ୍ମକ ଫଳ ରହିବ। ଧନ ଆୟ ବଢ଼ିବ, ଖର୍ଚ୍ଚ ନିୟନ୍ତ୍ରଣ ଆବଶ୍ୟକ। ପ୍ରେମ ସମ୍ପର୍କ ମଧୁର ରହିବ। ସ୍ୱାସ୍ଥ୍ୟ ମୁଣ୍ଡ ଯନ୍ତ୍ରଣା ସମ୍ଭାବନା ରହିଛି। ପ୍ରତିକାର ମା ସରସ୍ୱତୀ ଆରାଧନା କରନ୍ତୁ। ମେଷ ରାଶି, କାମରେ ଉତ୍ସାହ ରହିବ, ଆତ୍ମିକ ଲାଭର ସମ୍ଭାବନା ରହିଛି। ପରିବାର ସହ ସମୟ କଟିବ, କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଓ ସକାରାତ୍ମକ ଫଳ ମିଳିବ। ଧନ ଆୟ ବଢ଼ିବ, ଖର୍ଚ୍ଚ ନିୟନ୍ତ୍ରଣ ଆବଶ୍ୟକ। ପ୍ରେମ ସମ୍ପର୍କ ମଧୁର ରହିବ। ସ୍ୱାସ୍ଥ୍ୟ ମଥା ଯନ୍ତ୍ରଣା ସମ୍ଭାବନା ଅଛି। ପ୍ରତିକାର ମା ସରସ୍ୱତୀଙ୍କୁ ଆରାଧନା କରନ୍ତୁ। ବୃଷଭ ରାଶି, ଧୈର୍ଯ୍ୟ ରଖନ୍ତୁ। କାମରେ ବାଧା ଆସିପାରେ, କିନ୍ତୁ ଶେଷରେ ସଫଳତା ମିଳିବ। ପାରିବାରିକ ସୁଖ ବଢ଼ିବ, ଧନ ଅପ୍ରତ୍ୟାଶିତ ଖର୍ଚ୍ଚ ହୋଇପାରେ। ପ୍ରେମ ଭରସା ଓ ସହଯୋଗ ରହିବ। ସ୍ୱାସ୍ଥ୍ୟ କଣ୍ଠ ସମସ୍ୟା ହୋଇପାରେ। ପ୍ରତିକାର ଶୁକ୍ର ମନ୍ତ୍ର ଜପ କରନ୍ତୁ। ବୃଷ ରାଶି, ଧୈର୍ଯ୍ୟ ରଖନ୍ତୁ। ମନରେ ବାଧା ଆସିପାରେ, କିନ୍ତୁ ଶେଷରେ ସଫଳତା ମିଳିବ। ପାରିବାରିକ ସୁଖ ବଢ଼ିବ, ଧନ ଅପ୍ରତ୍ୟାଶିତ ଖର୍ଚ୍ଚ ରହିବ। ପ୍ରେମ ଭରସା ବଢ଼ିବ ଓ ସହଯୋଗ ମିଳିବ। ସ୍ୱାସ୍ଥ୍ୟ କଣ୍ଠ ସମସ୍ୟା ହୋଇପାରେ। ପ୍ରତିକାର ଶୁକ୍ର ମନ୍ତ୍ର ଜପ କରନ୍ତୁ। ମିଥୁନ ରାଶି, ନୂଆ ଯୋଜନା ଆରମ୍ଭ ପାଇଁ ଭଲ ଦିନ। ମିତ୍ରମାନଙ୍କ ସହ ଲାଭଦାୟକ ଆଲୋଚନା ରହିବ। ନୂଆ ସୁଯୋଗ ମିଳିପାରେ। ଧନ ଆର୍ଥିକ ଲାଭ ରହିବ। ପ୍ରେମ ଆଲୋଚନାରେ ସ୍ପଷ୍ଟତା ରହିବ। ସ୍ୱାସ୍ଥ୍ୟ ଆଖି ଥକାଣ ହୋଇପାରେ। ପ୍ରତିକାର ଗଣେଶ ପୂଜା କରନ୍ତୁ। ମିଥୁନ ରାଶି, ନୂଆ ଯୋଜନା ଆରମ୍ଭ ପାଇଁ ଭଲ ଦିନ ରହିବ। ମିତ୍ରମାନଙ୍କ ସହ ଲାଭଦାୟକ ଆଲୋଚନା ରହିବ। ନୂଆ ସୁଯୋଗ ମିଳିପାରେ। ଧନ ଆର୍ଥିକ ଲାଭ ରହିବ। ପ୍ରେମ ଆଲୋଚନାରେ ସ୍ପଷ୍ଟତା ରହିବ। ସ୍ୱାସ୍ଥ୍ୟ ଆଖି ଥକାଣ ହୋଇପାରେ। ପ୍ରତିକାର ଗଣେଶ ପୂଜା କରନ୍ତୁ। କର୍କଟ ରାଶି, ମନ ଅଶାନ୍ତ ହୋଇପାରେ। ଖର୍ଚ୍ଚରେ ସଂୟମ ରଖନ୍ତୁ। ସ୍ୱାସ୍ଥ୍ୟର ଧ୍ୟାନ ନିଅନ୍ତୁ। ଆତ୍ମବିଶ୍ୱାସ ବଢ଼ିବ। ଧନ ଆଗମନ ରହିବ। ପ୍ରେମ ପରିବାର ସହ ଆନନ୍ଦ ରହିବ। ସ୍ୱାସ୍ଥ୍ୟ ପେଟ ସମସ୍ୟା ହୋଇପାରେ। ପ୍ରତିକାର ଚନ୍ଦ୍ରଙ୍କୁ ଜଳ ଦିଅନ୍ତୁ। କର୍କଟ ରାଶି, ମନ ଅଶାନ୍ତ ହୋଇପାରେ। ଖର୍ଚ୍ଚରେ ସଂୟମ ରଖନ୍ତୁ। ସ୍ୱାସ୍ଥ୍ୟରେ ଧ୍ୟାନ ଦିଅନ୍ତୁ। ଆତ୍ମବିଶ୍ୱାସୀ ବଢ଼ିବ। ଧନ ଆଗମନ ରହିବ। ପ୍ରେମ ପରିବାର ସହ ଆନନ୍ଦ ରହିବ। ସ୍ୱାସ୍ଥ୍ୟ ପେଟ ସମସ୍ୟା ହୋଇପାରେ। ପ୍ରତିକାର ଚନ୍ଦ୍ରଙ୍କୁ ଜଳ ଦିଅନ୍ତୁ। ସିଂହ ରାଶି, ମାନ ଏବଂ ସମ୍ମାନ ବଢ଼ିବ। କାର୍ଯ୍ୟକ୍ଷେତ୍ରରେ ନେତୃତ୍ୱର ସୁଯୋଗ ରହିବ। ନେତୃତ୍ୱ ଗୁଣ ପ୍ରକାଶିତ ହେବ। ଧନ ଆୟ ବଢ଼ିବ। ପ୍ରେମ ସମ୍ପର୍କ ମଜବୁତ ରହିବ। ସ୍ୱାସ୍ଥ୍ୟ ପିଠି ବ୍ୟଥା ହୋଇପାରେ। ପ୍ରତିକାର ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦାନ କରନ୍ତୁ। ସିଂହ ରାଶି, ମାନ ସମ୍ମାନ ବଢ଼ିବ। କାର୍ଯ୍ୟକ୍ଷେତ୍ରରେ ନେତୃତ୍ୱ ସୁଯୋଗ ମିଳିବ। ନେତୃତ୍ୱ ଗୁଣ ପ୍ରକାଶିତ ପାଇବ। ଧନ ଆୟ ବଢ଼ିବ। ପ୍ରେମ ସମ୍ପର୍କ ମଜବୁତ ରହିବ। ସ୍ୱାସ୍ଥ୍ୟ ପିଠି ବ୍ୟଥା ହୋଇପାରେ। ପ୍ରତିକାର ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦାନ କରନ୍ତୁ।
କନ୍ୟା ରାଶି କାମରେ ସଫଳତା ମିଳିବ। ପଢ଼ାଶୁଣା ଓ ଗବେଷଣାରେ ଭଲ ଫଳ ମିଳିବ। ଧନ ସଞ୍ଚୟ ଯୋଗ ରହିଛି। ପ୍ରେମ ସମ୍ପର୍କରେ ସମନ୍ୱୟ ରହିବ। ସ୍ୱାସ୍ଥ୍ୟ ନସ୍ ଯନ୍ତ୍ରଣା ହୋଇପାରେ। ପ୍ରତିକାର ମା ଭୁବନେଶ୍ୱରୀକୁ ଆରାଧନା କରନ୍ତୁ। କନ୍ୟା ରାଶି କାମରେ ସଫଳତା ମିଳିବ। ପଢ଼ାଶୁଣା ଗବେଷଣାରେ ଭଲ ଫଳ ମିଳିବ। ଧନ ସଞ୍ଚୟ ଯୋଗ ରହିଛି। ପ୍ରେମ ସମ୍ପର୍କରେ ସମନ୍ୱୟ ରହିବ। ସ୍ୱାସ୍ଥ୍ୟ ନସ୍ ଯନ୍ତ୍ରଣା ହୋଇପାରେ। ପ୍ରତିକାର ମା ଭୁବନେଶ୍ୱରୀ ଦେବୀଙ୍କୁ ଆରାଧନା କରନ୍ତୁ। ତୁଲା ରାଶି ସମ୍ପର୍କରେ ମଧୁରତା ରହିବ। ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବେ ଭାବନ୍ତୁ। ସହଯୋଗ ମିଳିବ। ଧନ ଆର୍ଥିକ ସ୍ଥିତି ସୁଧାର ରହିବ। ପ୍ରେମ ଭାବନାତ୍ମକ ସମୟ ରହିବ। ସ୍ୱାସ୍ଥ୍ୟ ଚର୍ମ ସମସ୍ୟା ହୋଇପାରେ। ପ୍ରତିକାର ଲକ୍ଷ୍ମୀ ପୂଜା କରନ୍ତୁ। ତୁଲା ରାଶି ସମ୍ପର୍କରେ ମଧୁରତା ରହିବ। ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବେ ଭାବନ୍ତୁ। ସହଯୋଗ ମିଳିବ। ଧନ ଆର୍ଥିକ ସ୍ଥିତି ସୁଧାର ରହିବ। ପ୍ରେମ ଭାବନାତ୍ମକ ସମୟ ରହିବ। ସ୍ୱାସ୍ଥ୍ୟ ଚର୍ମ ସମସ୍ୟା ହୋଇପାରେ। ପ୍ରତିକାର ଲକ୍ଷ୍ମୀ ମାଙ୍କୁ ପୂଜା କରନ୍ତୁ। ବିଛା ରାଶି ଗୁପ୍ତ କଥା ପ୍ରକାଶ ପାଇପାରେ। ଧନ ଲାଭର ସଂକେତ ଅଛି। ଆତ୍ମବିଶ୍ୱାସ ବଢ଼ିବ। ଧନ ଆକସ୍ମିକ ଲାଭ ରହିବ। ପ୍ରେମ ଭାବନା ଗଭୀର ରହିବ। ସ୍ୱାସ୍ଥ୍ୟ ରକ୍ତଚାପ ହେବ। ପ୍ରତିକାର ଶିବ ପୂଜା କରନ୍ତୁ। ବିଛା ରାଶି ଗୁପ୍ତ କଥା ପ୍ରକାଶ ପାଇପାରେ। ଧନ ଲାଭର ସଂକେତ ଅଛି। ଆତ୍ମବିଶ୍ୱାସ ବଢ଼ିବ। ଧନ ଆକସ୍ମିକ ଲାଭ ରହିଛି। ପ୍ରେମ ଭାବନା ଗଭୀର ରହିବ। ସ୍ୱାସ୍ଥ୍ୟ ରକ୍ତଚାପ ଅଛି। ପ୍ରତିକାର ଶିବ ପୂଜା କରନ୍ତୁ। ଧନୁରାଶି ଭ୍ରମଣର ଯୋଗ ରହିଛି। କାମରେ ସହଯୋଗ ମିଳିବ। ଆତ୍ମବିଶ୍ୱାସ ବଢ଼ିବ। ଭାଗ୍ୟ ସହଯୋଗ କରିବ। ଧନ ଆୟ ବୃଦ୍ଧି ରହିବ। ପ୍ରେମ ଆନନ୍ଦମୟ ସମୟ ରହିବ। ସ୍ୱାସ୍ଥ୍ୟ ଜଙ୍ଗ ବ୍ୟଥା ହୋଇପାରେ। ପ୍ରତିକାର ବୃହସ୍ପତି ଦେବଙ୍କୁ ପୂଜା କରନ୍ତୁ। ଧନୁରାଶି ଭ୍ରମଣ ଯୋଗ ରହିଛି। କାମରେ ସଫଳତା ମିଳିବ। ଆତ୍ମବିଶ୍ୱାସ ବଢ଼ିବ। ଭାଗ୍ୟ ସହଯୋଗ କରିବ। ଧନ ଆୟ ବୃଦ୍ଧି ରହିଛି। ପ୍ରେମ ଆନନ୍ଦମୟ ସମୟ ରହିଛି। ସ୍ୱାସ୍ଥ୍ୟ ଜଙ୍ଗ ବ୍ୟଥା ହେବ। ପ୍ରତିକାର ବୃହସ୍ପତି ଦେବଙ୍କୁ ପୂଜା କରନ୍ତୁ। ମକର ରାଶି ପରିଶ୍ରମର ଫଳ ମିଳିବ କିନ୍ତୁ ଧୈର୍ଯ୍ୟ ଆବଶ୍ୟକ। ଦାୟିତ୍ୱ ବଢ଼ିବ। ଦାୟିତ୍ୱ ସଫଳତାର ସହ ପୂରଣ ରହିବ। ଧନ ଆୟ ସ୍ଥିର ରହିବ। ପ୍ରେମ ସମ୍ପର୍କରେ ସହନଶୀଳତା ରହିବ। ସ୍ୱାସ୍ଥ୍ୟ ହାଡ଼ ବ୍ୟଥା ହୋଇପାରେ। ପ୍ରତିକାର ଶନିଦେବଙ୍କୁ ଦୀପ ଜ୍ୱଳନ କରନ୍ତୁ। ମକର ରାଶି ପରିଶ୍ରମ ଫଳ ମିଳିବ କିନ୍ତୁ ଧୈର୍ଯ୍ୟ ଆବଶ୍ୟକ। ଦାୟିତ୍ୱ ବଢ଼ିବ। ଦାୟିତ୍ୱ ସଫଳତା ସହ ପୂରଣ ରହିବ। ଧନ ଆୟ ସ୍ଥିର ରହିବ। ପ୍ରେମ ସମ୍ପର୍କରେ ସହନଶୀଳତା ରହିବ। ସ୍ୱାସ୍ଥ୍ୟ ହାଡ଼ ବ୍ୟଥା ହୋଇପାରେ। ପ୍ରତିକାର ଶନିଦେବଙ୍କୁ ଦୀପ ଜ୍ୱଳନ କରନ୍ତୁ। କୁମ୍ଭ ରାଶି ନୂଆ ଚିନ୍ତାଧାରା ଓ ନୂଆ ସୁଯୋଗ ମିଳିବ। ନୂଆ ବିଚାରର ସଫଳତା ମିଳିବ। ସାମାଜିକ କାର୍ଯ୍ୟରେ ଆଗ୍ରହ ରହିବ। ଧନ ଲାଭ ରହିଛି। ପ୍ରେମ ମିତ୍ରତା ମଜବୁତ ରହିବ। ସ୍ୱାସ୍ଥ୍ୟ ଘୁମ ଅଭାବ ହୋଇପାରେ। ପ୍ରତିକାର ଶିବ ମନ୍ତ୍ର ଜପ କରନ୍ତୁ। କୁମ୍ଭ ରାଶି ନୂଆ ଚିନ୍ତାଧାରା ଓ ନୂଆ ସୁଯୋଗ ମିଳିବ। ନୂଆ ବିଚାରର ସଫଳତା ମିଳିବ। ସାମାଜିକ କାର୍ଯ୍ୟରେ ଆଗ୍ରହ ରହିବ। ଧନ ଲାଭ ରହିଛି। ପ୍ରେମ ମିତ୍ରତା ମଜବୁତ ରହିବ। ସ୍ୱାସ୍ଥ୍ୟ ଘୁମ ଅଭାବ ହୋଇପାରେ। ପ୍ରତିକାର ଶିବ ମନ୍ତ୍ର ଜପ କରନ୍ତୁ। ମୀନ ରାଶି ଭାବନାତ୍ମକ ଦିନ ରହିବ। ପରିବାରର ସମର୍ଥନ ମିଳିବ। ଆଧ୍ୟାତ୍ମିକ ରୁଚି ବଢ଼ିବ। ଦିନଟି ଶୁଭ ଓ ଶାନ୍ତିମୟ ରହିବ। ଧନ ଆୟ ଭଲ ରହିବ। ପ୍ରେମ ସ୍ନେହ ଓ ସମର୍ପଣ ରହିବ। ସ୍ୱାସ୍ଥ୍ୟ ପାଦ ବ୍ୟଥା ହୋଇପାରେ। ପ୍ରତିକାର ବିଷ୍ଣୁ ପୂଜା କରନ୍ତୁ। ମୀନ ରାଶି ଭାବନାତ୍ମକ ଦିନ ରହିବ। ପରିବାରର ସମର୍ଥନ ମିଳିବ। ଆଧ୍ୟାତ୍ମିକ ରୁଚି ବଢ଼ିବ। ଦିନଟି ଶୁଭ ଓ ଶାନ୍ତିମୟ ରହିବ। ଧନ ଆୟ ଭଲ ରହିବ। ପ୍ରେମ ସ୍ନେହ ଓ ସମର୍ପଣ ରହିବ। ସ୍ୱାସ୍ଥ୍ୟ ପାଦ ବ୍ୟଥା ହୋଇପାରେ। ପ୍ରତିକାର ବିଷ୍ଣୁ ପୂଜା କରନ୍ତୁ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଧନ୍ୟବାଦ। ହର ହର ମହାଦେବ। ବନ୍ଦେ ମାତାରାମ।